ପଣସ ସରିବା ପର୍ଯ୍ୟନ୍ତ ପଣସ ଆଉ ମକା ମଞ୍ଜିର ଏକଦମ ନୂଆ ରେସିପି, ଯାହାକୁ ପ୍ରଥମ ଥର ମୁଁ ବନେଇଥିଲି। ଘରେ ସମସ୍ତଙ୍କୁ ବହୁତ ପସନ୍ଦ ଆସିଲା। ଆପଣମାନେ ବି ବନେଇବାକୁ ନିଶ୍ଚୟ ଇଚ୍ଛା କରିବେ ଯଦି ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ। ପଣସ ଆଉ ମକା ମଞ୍ଜିର ଏଇ ନୂଆ ରେସିପି ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ସେଥିପାଇଁ ମୁଁ କିଛି ମକା ମଞ୍ଜି ସହିତ ପଣସକୁ ନେଇଛି। ଏଠି କିଛି ପଣସକୁ ଏମିତି ଛୋଟ ଛୋଟ କରି କାଟି ନେଇଛି, ଆଉ 2ଟା ସିଟି ଦେଇକରି ହାଇ ଫ୍ଲେମ୍ରେ ଲୁଣ ହଳଦୀ ଦେଇକି ସିଝେଇ ନେଇଛି। ପୁରା ବଢ଼ିଆ ସେ ସିଝିଛି, କିନ୍ତୁ ଗୋଟା ଗୋଟା ଅଛି। ଏଇଠି ମୁଁ ଗୋଟେ ଛୋଟ କଠା ପଣସକୁ କାଟିକି ଲୁଣ ହଳଦୀ ସିଝେଇକି ନେଇଛି। ତା ସହିତ ଗୋଟେ ମକା ମଞ୍ଜି, ମାନେ ଗୋଟେ ମକାରୁ ଯେତିକି ମଞ୍ଜି ବାହାରିଛି ମୁଁ ସେତିକି ନେଇଛି। ପଣସ ସିଝିଛି କିନ୍ତୁ ମକା ମଞ୍ଜି କଞ୍ଚା ଅଛି, ତାକୁ ଦେବା। ଏଇଠି ଗୋଟେ ଚାମଚଠୁ ଟିକିଏ କମ୍ ଦେବା ଗୋଟା ଧନିଆ, ଗୋଟେ ଚାମଚ ଦେଇଦେବା ଜିରା। ରାଗ ଯେତିକି ଆପଣମାନେ ଖାଇବାକୁ ପସନ୍ଦ କରନ୍ତି ସେଇ ହିସାବରେ କଞ୍ଚା ଲଙ୍କା, 1 ଇଞ୍ଚର ଅଦା, ଅଧିକ କରି କିଛି ରସୁଣକୁ ଆଡ଼୍ କରିବା। ଆକୁ ପଲ୍ସ ମୋଡ଼ରେ ଗ୍ରାଇଣ୍ଡିଂ ଏମିତି ଶୁଖିଲା କରି କରିବା। ଏଇଠି ଆମର ମକା ମଞ୍ଜି ସହିତ ପଣସକୁ ମିଶାଇ ସାରିଲା ପରେ ମସଲାକୁ ମୁଁ ଗୁଣ୍ଡ କରି ଆଣିଛି। ଏମିତି ଦର ଦର ଗୁଣ୍ଡ ଅଛି, ବେଶୀ ପେଷ୍ଟ ହେଇନି। ତାକୁ ସାଇଡ଼୍ କରିନେବା। ଏଇଠି ମକା ମଞ୍ଜି ପଣସ ସହିତ ମୁଁ ଏଇଠି ଛେଚିକି ରଖିଥିବା ମସଲାକୁ ଆଡ଼୍ କରିନେବା। ଏଇଠି ପଣସର ଗୋଟେ ଗୋଟେ ପାର୍ସନକୁ ଏମିତି ହାତରେ ଟିକେ ଗୁଣ୍ଡ କରିନେବା। ଗୋଟାଳିଆ ରହିଲେ ବିଲକୁଲ ବି ମିଶିବନି, ତେଣୁ ଟିକେ ଟିକେ ଖଣ୍ଡ କରି ନେବା। ଏଇଥିରେ ଅଲଗା ସବୁ ଗୁଣ୍ଡ ମସଲା ମିଶାଇବା, ଯେମିତି ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧ ଛୋଟ ଚାମଚ ଦେଇଦେବା ଲୁଣ, କିଛି କଲର୍ ପାଇଁ 1 ଚାମଚ ଦେଇଦେବା କାଶ୍ମୀର ଲଙ୍କା ଗୁଣ୍ଡ। ତା ସହିତ ଯେତିକି ରାଗ ଖାଇବାକୁ ପସନ୍ଦ କରିବେ, ଯେହେତୁ କଞ୍ଚା ଲଙ୍କା ପ୍ରଥମରୁ ଆଡ଼୍ କରିଛି, ଅଳ୍ପ କିଛି କଞ୍ଚା ଲଙ୍କା ଗୁଣ୍ଡ, ଅଳ୍ପ କିଛି କସ୍ତୁରୀ ମେଥିକି ଆଡ଼୍ କରିବା। ଏମିତି ଲମ୍ବା ଲମ୍ବା କାଟିଥିବା କିଛି ପିଆଜକୁ ଦେବା। ସେସବୁକୁ ହାତରେ ଗୋଳେଇ ନେବା। ଯେଉଁ ପାତ୍ରରେ ମୁଁ ଗୋଳଉଥିଲି ଟିକେ ଛୋଟ ପଡ଼ିଲା ଜାଗାଟା, ସେଥିପାଇଁ ଏଇଠି ଗୋଟେ ବଡ଼ ପାତ୍ରକୁ ସବୁ କାଢ଼ି ନେଇଛି। ଆଉ ପଣସ ଗୁଡ଼ାକୁ ଏମିତି ଖଣ୍ଡ ଖଣ୍ଡ କରି ସବୁତକ ଟିକେ ଚକଟି ନେବା। ଏଇଠି ମୁଁ ଗୋଟେ ପାତ୍ରକୁ କାଢ଼ିକି ପଣସ ଗୁଡ଼ାକୁ ଟିକେ ଖଣ୍ଡ ଖଣ୍ଡ କରି ମାନେ ଛୋଟ ସାଇଜ୍ର କରି ନେଇଛି। ତା ସହିତ ଏଇଠି 2 ବଡ଼ ଚାମଚ, ମାନେ ଗୋଟେ ଅଧ ଗିନାରୁ ଟିକେ କମ୍ ନେଇଛି ବେସନ। ଯେତିକି ବେସନ ନେଇଛି ସେତିକି ନେଇଛି କର୍ଣ୍ଣଫ୍ଲୋର। ସେସବୁକୁ ଦେଇକି ପ୍ରଥମେ ଶୁଖିଲାରେ ମିଶାଇ ନେବା। ଦର୍ଶକ ବନ୍ଧୁ, ଭିଡ଼ିଓ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ଦେଖି ସାରିଲା ପରେ ଆପଣମାନଙ୍କୁ ପସନ୍ଦ ଆସିବ ତାହେଲେ ଲାଇକ୍, କମେଣ୍ଟ, ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜ୍କୁ ମଧ୍ୟ ଫଲୋ କରିନେବେ। ଏଇଠି ମୁଁ ପ୍ରଥମେ ସବୁଗୁଡ଼ାକୁ ଗୋଳେଇ ନେଉଛି। ଯେତିକି ପାଣି ଅଂଶ ମଶ୍ଚର ଥିବ ଆମର ଏଥିରେ ମକା ମଞ୍ଜି ସହିତ ପଣସରେ, ତାପରେ ଆମେ ଦେଖିକିରି ପାଣି ଅଳ୍ପ ଅଳ୍ପ କରି ଆଡ଼୍ କରିବା। ଏକାଳେକେ ଅଧିକ କରି ପାଣି ଦେବାନି। ହାତରେ ମୁଁ ଏମିତି ଅଳ୍ପ ଅଳ୍ପ କରି ପାଣି ଛିଞ୍ଚି ନେଉଛି, ତାପରେ ସବୁତକ ଗୋଳେଇ ନେବା। ଏଇଠି ମକା ମଞ୍ଜି ସହିତ ମସଲାକୁ ସବୁ ଭଲସେ ଗୋଳେଇ ସାରିଲା ପରେ ଏମିତି ଦେଖନ୍ତୁ କେତେ କନସିଷ୍ଟେନ୍ସି ଅଛି। ଏମିତି ନେବା, ଯାହାଫଳରେ ଆମର ଏଇ ପଣସ ପକୋଡ଼ାଟା ସୁପର ଟେଷ୍ଟି ବନିବ ଆଉ ସମସ୍ତଙ୍କୁ ପସନ୍ଦ ଆସିବ। ଏଇଠି ତେଲ ଗରମ ହେଇଗଲାଣି। ଏମିତି ଗୋଟେ ଗୋଟେ ବାଉଲ ଆଣିବା, ମାନେ ଗୋଲ କରିବାନି, ଯେମିତି ଉଠେଇବା ସେମିତି ହିଁ ପକେଇବା। ଯେମିତି ଦେଖିବାକୁ ପଣସ ପକୋଡ଼ାଟା ଚିକେନ ପକୋଡ଼ା ଭଳି ଲାଗିବ। ଆଉ ଯେଉଁମାନେ ଭେଜିଟେରିଆନ୍, ଏଇ ପଣସ ପକୋଡ଼ାକୁ କୌଣସି ଚିକେନ ପକୋଡ଼ା ଠାରୁ ବି କମ୍ ଲାଗିବନି। ଏଇଠି ମୁଁ କିଛିଟା ଯେତିକି ଜାଗା ହେଲା କଢ଼େଇରେ ଦେଇଦେଇଛି। ଗୋଟେ ପଟ ଟିକେ ସେଟ୍ ହେଇଗଲା ପରେ ଆମେ 2 ପଟ ଏପଟ ସେପଟ କରି ଟିକେ କ୍ରିସ୍ପି କରି ଛାଣି ନେବା। ଏଇଠି ଆମର କଲରଫୁଲ୍ ପଣସ ମକା ମଞ୍ଜିରେ ସୁପର ଟେଷ୍ଟି ପଣସ ପକୋଡ଼ା ରେଡ଼ି। ଏଇଠି ଦେଖିକି ଲାଗୁଛି ନା କେତେ ଡେଲିସିୟସ୍ ଦିଶୁଛି, ଆଉ ଚିକେନ ପକୋଡ଼ା ଭଳି ଲାଗୁଛି। ଏଥର ଏଇ ଉପାୟରେ ପଣସ ପକୋଡ଼ାକୁ ବନାନ୍ତୁ। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବେ ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ବାଏ, ଜୟ ଜଗନ୍ନାଥ।